ଆଜିକାଲି ଲୋକଙ୍କ ଠାରୁ ଦୂରେଇ ରହିବା ଭଲ। ମଣିଷ ପାଖରେ ଥିଲେ ସମ୍ମାନ ଆଉ ଆଦର ଭୁଲି ଯାଉଛନ୍ତି। ଏ ସମାଜ ଆଜି ଏଇଠାରେ ପହଞ୍ଚିଛି କି କପଡ଼ା ମହଙ୍ଗା ହୋଇଯାଇଛି ଆଉ ମଣିଷ ଶସ୍ତା ହୋଇଯାଇଛି। କାହାକୁ ଏତେ ବି ଇଗ୍ନୋର କରନି କି ତୁମେ ତାଙ୍କ ସହ କଥା ହେଲେ କି ନହେଲେ, ତୁମେ ତାଙ୍କ ପାଖରେ ରହିଲେ କି ନ ରହିଲେ ତାଙ୍କୁ ଆଉ କିଛି ଫରକ ପଡ଼ିବ ନାହିଁ। ଘରେ ଥିବା ପଶୁକୁ ନିଜଠାରୁ ଅଧିକ ଭଲ ପାଏ ଆଉ ବାହାରେ ଥିବା ମଣିଷଙ୍କୁ ତାର ଗରିବତା ଦେଖି ଘୃଣା କରେ। ଜୀବେ ଦୟା। ମଣିଷ ଏହାର ଅଲଗା ଅର୍ଥ ବାହାର କରି ନେଇଛି। ଭଲ ପାଇବା ଭୁଲ ନୁହେଁ, ବାସ୍ ଭୁଲ ମଣିଷକୁ ଭଲ ପାଇବା ନିଶ୍ଚୟ ଭୁଲ ହୋଇଥାଏ। ଲୋକେ ତ ଆପଣଙ୍କ ନାଁକୁ ବି ଭୁଲିଯିବେ ଯେବେ ତାଙ୍କର କାମ ସରିଯିବ। କେବେ ବି କାହାକୁ ତର୍ଜମା କର ନାହିଁ। ଏ ଦୁନିଆରେ କେହି ବି ପରଫେକ୍ଟ ନୁହନ୍ତି। ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ନିଶ୍ଚୟ ଥାଏ। ଯେଉଁ ପର୍ଯ୍ୟନ୍ତ କୌଣସି ବିଷୟରେ ଜାଣିନାହାନ୍ତି ସେତେବେଳେ ଚୁପ୍ ରହିବା ହିଁ ଭଲ ହୋଇଥାଏ। କାରଣ ଅର୍ଦ୍ଧ ସତ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇଥାଏ। ଇଏ ତୁମର ଅତି ଖାସ୍ ଲୋକ, ଇଏ ତୁମର ଅତି ନିଜ ଲୋକ, ଏପରି କହି ଯଦି କେହି ତୁମର ପ୍ରଶଂସା କରେ ତେବେ ଏହାକୁ ଶୁଣି କେବେ ଗର୍ବ କରିବ ନାହିଁ। ଯଦି ଗର୍ବ କର ତେବେ ତୁମଠାରୁ ବଡ଼ ମୂର୍ଖ ଏ ସଂସାରରେ ଆଉ କେହି ନାହାନ୍ତି। କାରଣ ଧୋକା ଶବ୍ଦର ଅର୍ଥ ସେହି ଖାସ୍ ବା ନିଜ ଲୋକମାନଙ୍କର ଉଦ୍ଭାବନ। ଜନ୍ମ ଦେଲା ମା, ସେଥିପାଇଁ ପିଲାବେଳୁ ହୃଦୟର ଯତ୍ନ ମଧ୍ୟ ନେଲା ମା। ତୁମର ସବୁ ଅଝଟ ଅଳିକୁ ପୂରା କରି ତୁମ ହୃଦୟକୁ ଖୁସି କଲା ମା। ଏଥିପାଇଁ ବନ୍ଧୁଗଣ ଧ୍ୟାନ ଦେବ ଯେପରି କୌଣସି ଝିଅ କି କୌଣସି ପୁଅ ପାଇଁ ତୁମ ମାର ହୃଦୟକୁ କଷ୍ଟ ନ ହୁଏ। କାହାର ସୁଖ ଦେଖି କେବେ ଈର୍ଷା କରିବ ନାହିଁ, କାରଣ ଈର୍ଷା ଏକ ଏପରି ନିଆଁ ଯାହା ଅନ୍ୟକୁ ନୁହେଁ ବରଂ ନିଜକୁ ଜାଳି ଦେଇଥାଏ। ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ସଫଳ ମଣିଷ ସହ ନୁହେଁ ବରଂ ବିଫଳ ମଣିଷ ସହ ଅଧିକ ମିଶନ୍ତୁ। କାରଣ ସଫଳ ହେବା ପାଇଁ କ'ଣ କରିବା ଉଚିତ ଏକଥା ତ ସମସ୍ତେ କହିପାରିବେ, କିନ୍ତୁ କ'ଣ ନ କରିବା ଉଚିତ ଏକଥା କେବଳ ଜଣେ ବିଫଳ ମଣିଷ କହିପାରିବ। ଏକଥା ବି ସତ ବନ୍ଧୁ, ଗୋଟିଏ ହସୁଥିବା ମୁହଁ ପଛରେ ବହୁତ ଅଧିକ ଲୁହ ଲୁଚିକି ଥାଏ। ଖୁସିକୁ ଅନୁଭବ କରିବା ପାଇଁ ଦୁଃଖ କ'ଣ ଜାଣିଥିବା ଦରକାର। ସେହିପରି ଭଲ ସମୟକୁ ଅନୁଭବ କରିବା ପାଇଁ ଖରାପ ସମୟ ମଧ୍ୟ ଆସିବା ଦରକାର। ଚୁପ୍ ଅଛି କିନ୍ତୁ ଅନ୍ଧ ହୋଇଯାଇନି। ଲୋକଙ୍କର ସ୍ୱାର୍ଥକୁ ଚିହ୍ନିଛି। ଆବଶ୍ୟକ ମେଣ୍ଟିଲା ପରେ ତାଙ୍କ ବ୍ୟବହାର କେମିତି ହୁଏ ତାହା ବି ଜାଣିଛି। ଭିକ ମାଗିଲେ ପ୍ରେମ ମିଳେ ନାହିଁ। ନା ହିଁ ପ୍ରେମ ଦୟାରେ ମିଳିଥାଏ, ନା ପ୍ରେମ ଜବରଦସ୍ତି ମିଳିଥାଏ। ପ୍ରେମ ତ ବାସ୍ ପ୍ରେମରେ ହିଁ ମିଳିଥାଏ ଯଦି ତାହା ଭାଗ୍ୟରେ ଥାଏ। ଜନ୍ମରୁ କେହି କାହାର ଶତ୍ରୁ କି ମିତ୍ର ନୁହେଁ। ଆମେ କରିଥିବା ବ୍ୟବହାର ଆଉ ଅନ୍ୟକୁ ଦେଇଥିବା କଷ୍ଟ କିମ୍ବା ଭଲ ପାଇବା ମିତ୍ର ଆଉ ଶତ୍ରୁ ଉଭୟ ତିଆରି କରିଥାଏ। ସଂଘର୍ଷ ହିଁ ଜୀବନ। ସଂଘର୍ଷ ବିନା ସଫଳତା ଅସମ୍ଭବ। ଯେଉଁ ଚନ୍ଦନ ପଥରରେ ଘଷି ହୋଇଥାଏ ତାହା ହିଁ ଭଗବାନଙ୍କ ମସ୍ତକରେ ଲାଗିଥାଏ, ନହେଲେ ଆଉ ସବୁ ତ କେବଳ ଜଳିବା କାର୍ଯ୍ୟରେ ଲାଗିଥାଏ। ଭାବିଥାଉ କିଛି, କହିଥାଉ ଅନ୍ୟ କିଛି, କରିଥାଉ ଅଲଗା କିଛି, ଯେତେବେଳେ କି ଆମ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା କିଛି ହୋଇଥାଏ। ସେଥିପାଇଁ ତ ଆମେ ଯାହା ପାଇବା କଥା ତାହା ନ ପାଇ ପାଇଥାଉ ମଧ୍ୟ ଅଲଗା କିଛି। ଥରେ ଚିନ୍ତା କରିକି ଦେଖ, ଯଦି ତୁମ ବିଚାରଧାରା ଏବଂ ତୁମ କାର୍ଯ୍ୟଶୈଳୀ ଭିତରେ ଏତେ ଅନ୍ତର, ତେବେ ତୁମ ଭିତରେ ଏବଂ ତୁମର ଲକ୍ଷ୍ୟ ଭିତରେ କେତେ ଅନ୍ତର ଥିବ। ଜୀବନରେ ଅଧା ଦୁଃଖ ଭଲ ଲୋକଙ୍କୁ ଉପେକ୍ଷା କରି ଏବଂ ଆଉ ଅଧା ଦୁଃଖ ଖରାପ ଲୋକଙ୍କୁ ବିଶ୍ୱାସ କରି ପାଇଥାଉ। ପ୍ରେମ, ଦୁଃଖ କି ଘୃଣା ଆମେ ଯେତିକି ଅନ୍ୟକୁ ଦେଇଥାଏ ସମୟ ସହ ଶୁଦ୍ଧ ମୂଳ ହିସାବ କରି ଭଗବାନ ଆମକୁ ନିଶ୍ଚୟ ଫେରେଇଥାନ୍ତି। ଦିନେ ମହାତ୍ମା ବୁଦ୍ଧ ପ୍ରବଚନ ଦେଉଥିବା ସମୟରେ ଜଣେ ଦୁଷ୍ଟ ବ୍ୟକ୍ତି ବୁଦ୍ଧଙ୍କୁ ଅତି କଟୁ ଏବଂ ଅତି ଅଭଦ୍ର ଶବ୍ଦରେ ଗାଳିଗୁଲଜ କଲେ। ବୁଦ୍ଧ କିଛି ଉତ୍ତର ନ ଦେଇ ନିଜ ପ୍ରବଚନକୁ ଜାରି ରଖିଲେ। ସେଥିରେ ବ୍ୟକ୍ତି ଜଣକ ଅଧିକ ରାଗିଗଲେ ଏବଂ ଆହୁରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ଶ୍ରୋତା ମଧ୍ୟ ସେହି ଦୁଷ୍ଟ ବ୍ୟକ୍ତିକୁ ଚାହୁଁଥାନ୍ତି।
बुद्धंकर जड़े शिष्य रागी जाई से दुष्ट व्यक्ति को किसी कहवाक गला बेले बुद्ध तांको अटकई देले एवं दीर्घ निश्वास नेबा सह किछि जल ग्रहण पाई आदेश देले। दुष्ट व्यक्ति सेठारु गला परे शिष्य जनक पचारिले, गुरुदेव आपण को सी एते अश्लील एते अभद्र भाषा गाली दे चली गले, किंतु आपण टिकी भी क्रोधित हेले नाही एवं ताकू किछि उत्तर मध्य देले नाही एवं मते मध्य आपण रोकी देले ताकू किछि उत्तर देबा पाई। काहे कि गुरुदेव बुद्ध तत्क्षणात किछि उत्तर न जाई ताकू मध्याह्न पर्यंत अपेक्षा करबाक कहिले। ठीक मध्याह्न बेले अति दुर्गंध करुथिबा एवं खराब देखा जाउथिबा किछि खाद्य को नहीं शिष्य को खाइबा पाई देले। शिष्य सेही खाद्य को दूररु ही मना करी देले। गुरुदेव एही खाद्य को फिंगी देबा आवश्यक, यह एबे खाद्य उपयोगी होई नाही। यह को खाइबा तो दूर कथा, यह को देखिले मध्य घृणा लागुचे। बुद्ध कहिले सेही दुष्ट व्यक्तिर शब्द मध्य एही खाद्य भଳି, जेपरि तुमे एही खाद्य को ग्रहण करि परिबो नाही सेही परि सेही शब्द गुडी को मध्य ग्रहण करा जाय परिबो नाही। किंतु तुमे जदि क्रोधित हुओ एवं तत्क्षणात किछि उत्तर दियो, एहार अर्थ तुमे सेही शब्द को ग्रहण करिछ। दर्शक बंधु, एही संसार रे अनेक वस्तु रहिछि जहा केवल फिंगिबा पे उद्दिष्ट। यदि ए सब को आपण माने ग्रहण करिबे ताहा आपणक जीवन को एवं आपणक चतुर्पार्श्व को मध्य खराब करि देबो। सेति पई एभली जिनिस ठारू एभली वस्तु ठारू एवं एभली अनेक गुड़िए घटना ठारू निजको बंचई रखंतु। केवल काहार मुह देखि तांकर अवस्था को आकलन कर नाही, कारण स्थिर थिबा नदीर पानी प्रायतः गभीर होइथाय। जीवन रे चेष्टा करिबा पई केबे भी पछ गुंचा दियो नाही। तुमे जीति जीव नहले हारी जीव, जदि हारी जीव किछि अभिज्ञता निश्चय हासिल करिब। तुम जीवन रे केते समस्या अछि ताहा किछि बड़ कथा नही। समस्या तो समस्त जीवन रे अछि, तुमे किपरि समस्या को सामना करूछ ताहा बड़ कथा। सब खराब परिस्थिति मनुष्य को कष्ट निश्चय देइथाय, किंतु सब खराब परिस्थिति मनुष्य को अनेक शिक्षा भी देइथाय। जदि कहा कथा बारंबार मन पड़े, जदि कहा बिना एक कथा अनुभव हुए कि आमे तांको बिना रही पारिबो नाही, तेबे जानि जाओ तुमे ताको निज ठारू अधिक भल पाई जाइछ। केबे धैर्य हरांतु नाही। बेले बेले जीवन रे किछि भल हासिल करिबा पाई खराब रु खराब परिस्थिति सह लढिबाको पड़िथाय। डाल उपरे बसिथिबा पक्षी भी जाने कि डाल दुर्बल अछि बोली, तथापि से डाल उपरे बसी थाए कारण ताको डाल ठारू अधिक निज डेणा उपरे विश्वास थाए। केबे आत्मविश्वास हरांतु नाही, क्षमता आपे आपे शक्त होई जीव। दर्शक बंधु, आज भी एतिकी पुणी देखा हेबो आगामी वीडियो रे। किछि भलो लागिथिले चैनल टिको सब्सक्राइब करि देई एही वीडियो टिको लाइक करनियंतु। धन्यवाद।